ଏ ସମ୍ପର୍କରେ ରାଜନୀତି ହେବା ଉଚିତ ନୁହେଁ। ମୁଁ କହିଲି ସେଇଥିପାଇଁ ଯେ ବିଜୁବାବୁଙ୍କ ପାଇଁ ସବୁ ରାଜନୈତିକ ଦଳର ନେତାମାନେ ଆସିଲେ। ସେଦିନ ସମସ୍ତେ ଦେଖିଛନ୍ତି ସମସ୍ତଙ୍କ ଆଗରେ ସ୍ୱର୍ଗଦ୍ୱାରରେ ଯେଉଁ ଭିଡ଼। କେଉଁ ଭାରତବର୍ଷର କୌଣସି ରାଜ୍ୟରେ ନେତା ମରିଗଲେ ସବୁ ଦଳ ନେତାମାନେ ଆସନ୍ତିନି। ଏବଂ ଆମେ ଏକ୍ଜିବିସନ୍ ପଡ଼ିଆରେ ଯେତେବେଳେ ଶୋକସଭା କରିଥିଲୁ, ଯେଉଁଠି ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ସମସ୍ତେ ଶୋକସଭାରେ ରହିଲେ। ଭାରତବର୍ଷର ସବୁ ନେତାମାନେ ମଞ୍ଚ ଉପରେ ଥିଲେ, ସେଦିନ ସମସ୍ତେ ଦେଖିଛନ୍ତି। ମୁଁ କହିଲି ସେ କଥାଟା ସେଇଥିପାଇଁ ଯେ ଭାରତ ସରକାର ତାଙ୍କୁ କଡ଼ା ତାଗିଦ କରିବା ଦରକାର ଯେ ଏଭଳି ବିବୃତିରୁ ନିବୃତ୍ତ ରୁହନ୍ତୁ ଏବଂ ଅନକଣ୍ଡିସନାଲ ଆପୋଲୋଜି ମାଗନ୍ତୁ। ଅନକଣ୍ଡିସନାଲ ଆପୋଲୋଜି ନ ମାଗିଲେ ଓଡ଼ିଶାରେ ପ୍ରତିକ୍ରିୟା ତୀବ୍ର ହେବା ପାଇଁ ବାଧ୍ୟ। Thank you.